ଆଜି ମୋ ପାଇଁ ଗୋଟେ ବହୁତ ମାନେ ଡିଫିକଲ୍ଟ ର ଦିନ ଥିଲା, ଯୋଉଟା କି ମାନେ ମୁଁ କହିପାରିବିନି। ମୋ ପାଇଁ ପୁରା ପିଓର ଭେଜ ରୋଷେଇ କରିବା ବହୁତ କଷ୍ଟ, ବିନା ପିଆଜ ରସୁଣର। ପୁଣି ତା ଦେହରେ ଲଙ୍କା ହିଁ ପଡିବନି। ମୋ ଝିଅ ମତେ କଲ୍ କରି କହିଲା, ମିମି ମୁଁ ଘରକୁ ଯାଉଛି, ମୋ 2 ଦିନ ଛୁଟି ଅଛି, ମୋ ସହିତ ମୋ ସାଙ୍ଗ ଯିବ। ମୁଁ ଖୁସି ହେଇଗଲି, ମାଛ ମୁଣ୍ଡ ତ ଅଛି, ଚିଙ୍ଗୁଡି ବି ଅଛି, ପୋଇ ପକେଇ ଘାଣ୍ଟ କରିଦେବି, ମାଛ ଖାଇବା 3 ଜଣ ଆଉ। ତା ଝିଅ ମାନେ ମାଛ 3 ଜଣ ମାନେ ମୋ ଝିଅ ତା ସାଙ୍ଗ ଆଉ। ମାନେ 2 ସେକେଣ୍ଡ ଲାଗିଲାନି, ମୋର ପାଣି ଫୁଟକା ପୁରି ସବୁ ମିଳେଇଗଲା। ଝିଅ କହିଲା, ମିମି ମୋ ପାଇଁ ଭେଜ କରିଥିବ। ମୁଁ କହିଲି ଭେଜ? ମୋ ବିଲେଇ କଣ କହିଲାଣି ଭେଜ ଖାଇବ? କହିଲା ତମ ବିଲେଇର ସାଙ୍ଗ ଭେଜ ଖାଇବ। ସେ ପୁରା ପୁରା ପିଓର ଭେଜିଟେରିଆନ, ବିନା ପିଆଜ ରସୁଣ, ପୁଣି ସେ ଲଙ୍କା ଖାଏନି, ତା ପାଟି ପୋଡେ। ମୁଁ କହିଲି ମରିଗଲି, ରୋଷେଇ କଣ କରିବି, ମରିଗଲି ମରିଗଲି। ଓ ମାନେ ମୁଣ୍ଡ ବେଳେ ପୁରା ଚକ୍କର କାଟିଲା। ପୁଣି ସେ 2 ଦିନ ରହିବେ। ଚାଲନ୍ତୁ କଣ ରୋଷେଇ କରିଛି ଦେଖେଇବି। ଆଉ 2 ସାଙ୍ଗକୁ ଖାଇବାକୁ ଦେଇକି ଆସିଛି, ମୁଁ ବାଢିକି ଦେଖଉଛି। ମୁଁ ଖାଇବା ପାଇଁ ବାଢି ସାରିଲିଣି। ଉଷୁନା ଚାଉଳର ଭାତ, ତା ପାଖରେ ଗୋଟେ ଫୁଲ ବଡି ଭଜା, ଏପଟେ ବୋଇତାଳୁ ଫୁଲ ବରା, ଆଉ ଏଇଟା ହଉଛି ଝୁଡଙ୍ଗ ଆଳୁ ଭଜା, ବାଇଗଣ ଭଜା, ଆଉ ଏଇଟା ହଉଛି ପିତା ଗମା ଭଜା। ମାନେ ବରା କରିଛି, କିନ୍ତୁ ୟା ଦେହରେ ପିଆଜ କଞ୍ଚା ଲଙ୍କା କିଛି ପଡୁନି, ଖାଲି ଚୁନ ଚୁନ କରିକି ଆଳୁ ବେସନ ଗୋଳେଇକିନା କରୁଛି। ଏଇଟା ଭେଣ୍ଡି ଭଜା, ଗୋଟା ଭେଣ୍ଡି ଭଜା, ତାପରେ ଟିକେ ପାମ୍ପଡ, ଆଉ କଞ୍ଚା ଲଙ୍କା, ଲେମ୍ବୁ, ଲୁଣ। ସେମାନେ ତ ଖାଇବେନି, ଆଉ ମୁଁ ଟିକେ ରାଗ ନହେଲେ ମତେ ଭଲ ଲାଗିବନି। ମୁଁ ସେ କଞ୍ଚା, ଏତେ ଲମ୍ବା କଞ୍ଚା ଲଙ୍କାଟେ ଆଣିଛି। ତା ସହିତ ଛୁଇଁ ପକେଇକି, ଟିକେ ମୁଗ ଡାଲି ପକେଇକି, ଘିଅ ଦେଇକି ଟିକେ ଡାଲମା କରୁଛି। ବାସ୍ ଏତିକି କରିଦେଇଛି। ଯୋଉ ସାଙ୍ଗମାନଙ୍କୁ ଏମିତି ପିଓର ଭେଜ ର ଖାଇବା ପସନ୍ଦ, ଏବେ 2 ଦିନ ମୋ ଘରେ ଏମିତି ପୁରା ବିନା ପିଆଜ ରସୁଣରେ ଖାଇବା ହବ। ମୋ ଘରକୁ ଆସନ୍ତୁ, ମୋ ସାଙ୍ଗରେ ଖାଆନ୍ତୁ, ମୁଁ ରୋଷେଇ କରିକି ଦେବି ସମସ୍ତଙ୍କୁ। ଖାଇକି ଘରକୁ ଯାଆନ୍ତୁ। ଆଉ ମୋ ଝିଅ ତ କହିଲା, ମିମି ତମ ବିଲେଇ ଆଉ କିଛି ଦିନ ପରେ ଏମିତି ହିଁ ଖାଇବା ଷ୍ଟାର୍ଟ କରିବ, କାହିଁକି ନା ମୋ 90% ସାଙ୍ଗମାନେ ଏମିତି ହିଁ ଖାଉଛନ୍ତି।